ଫେବୃଆରୀ 1 ତାରିଖ ବା ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ରେ ବଡ଼ ଘୋଷଣା କରିଛନ୍ତି। ସେହି ଘୋଷଣାଗୁଡ଼ିକ କ'ଣ କ'ଣ ରହିଛି ସମସ୍ତେ ଜାଣିବା ନିହାତି ଦରକାର। କ'ଣ ହେଲା ଶସ୍ତା ଏବଂ କ'ଣ ହେଲା ମହଙ୍ଗା ସମସ୍ତେ ଜାଣିବା ଉଚିତ। ବିଶେଷ କରି ଆମ ଚାଷୀ ଭାଇମାନେ ଜାଣିବା ଉଚିତ ଯେ ଆମ ଚାଷୀ ଭାଇମାନଙ୍କ ଉପରେ କ'ଣ ପ୍ରଭାବ ପଡ଼ିଲା ଏବଂ କ'ଣ ସବୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ନିଶ୍ଚୟ ଥରେ ଜାଣିବା ଉଚିତ। ତ ଆମେ ଅତି ସୁନ୍ଦର ଭାବରେ ଏହି ବଜେଟ୍ରେ କ'ଣ ଘୋଷଣା ହୋଇଛି ନିଶ୍ଚୟ ଥରେ ଜାଣିବା। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଆଜ୍ଞା ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଡେରି ନ କରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଦେଖନ୍ତୁ ବଜେଟ୍ 2026 10ଟି ବଡ଼ କଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତ ପ୍ରଥମେ ଅଛି 7ଟି ହାଇ ସ୍ପିଡ୍ ରେଳ କରିଡର ନିର୍ମାଣ। ତ ଦେଖନ୍ତୁ ଆଜ୍ଞା 7ଟି ହାଇ ସ୍ପିଡ୍ ରେଳ କରିଡର ନିର୍ମାଣ ହେବ କେଉଁଠାରେ ତାହା ମଧ୍ୟ ଭିଡ଼ିଓ ଆଗକୁ କହିବି। ତାପରେ ଜୈବ ଔଷଧ କ୍ଷେତ୍ର ପାଇଁ 10,000 କୋଟି ଟଙ୍କା। ତ ଦେଖନ୍ତୁ ଆଜ୍ଞା ଜୈବ ଔଷଧ କ୍ଷେତ୍ର ପାଇଁ 10,000 କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ। ତାପରେ ଶସ୍ତା ହେବ ଚିନି ଏବଂ କର୍କଟ ଔଷଧ। ଦେଖନ୍ତୁ ଆଜ୍ଞା ଆମ ରାସନ ସାମଗ୍ରୀ ପାଇଁ ଶସ୍ତା ହେବ ଚିନି ଏବଂ ଔଷଧ ପାଇଁ କର୍କଟ ଔଷଧ ପାଇଁ ଶସ୍ତା ହେବ ବୋଲି କହିଛନ୍ତି। ତାପରେ ବଡ଼ ବୟନ ଶିଳ୍ପ ପାର୍କ ନିର୍ମାଣ କରାଯିବ ସହରାଞ୍ଚଳ ଅର୍ଥନୈତିକ କ୍ଷେତ୍ର ପାଇଁ। ତାପରେ ବାର୍ଷିକ 5,000 କୋଟି ଟଙ୍କା ଖର୍ଚ୍ଚ। ତାପରେ 20ଟି ନୂତନ ଜଳପଥ ପ୍ରସ୍ତୁତ କରାଯାଉଛି। ଦେଖନ୍ତୁ ଆଜ୍ଞା 20ଟି ନୂତନ ଜଳପଥ ପ୍ରସ୍ତୁତ କରାଯାଉଛି। ତାପରେ 4ଟି ରାଜ୍ୟରେ ଖଣିଜ କରିଡର। ଦେଖନ୍ତୁ ଆଜ୍ଞା ତାପରେ 3ଟି ରାସାୟନିକ ପାର୍କ ନିର୍ମାଣ ହେବ। ତାପରେ କ୍ଷୁଦ୍ର ଏବଂ କ୍ଷୁଦ୍ର ଶିଳ୍ପ ପାଇଁ 10,000 କୋଟି ଟଙ୍କା ବିନିଯୋଗ କରିଛନ୍ତି। ତାପରେ ମହାତ୍ମା ଗାନ୍ଧୀ ଆତ୍ମନିଯୁକ୍ତି ଯୋଜନା ଘୋଷଣା କରିବେ ସରକାର। ତାପରେ କ'ଣ ଘୋଷଣା କରିଛନ୍ତି ଦେଖନ୍ତୁ ପ୍ରତ୍ୟେକ ଜିଲ୍ଲାରେ ବାଲିକା ଛାତ୍ରାବାସ ନିର୍ମାଣ। ଦେଖନ୍ତୁ ଆଜ୍ଞା ପ୍ରତ୍ୟେକ ଜିଲ୍ଲା ଗୁଡ଼ିକରେ ବାଲିକା ଛାତ୍ରାବାସ ନିର୍ମାଣ କରାଯିବ ବୋଲି କହିଛନ୍ତି। ତାପରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ହେବ ସମ୍ପ୍ରସାରଣ। ତାପରେ ଚାକିରି ପାଇଁ ପର୍ଯ୍ୟଟନ ସ୍ଥାନୀୟ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବେ ସରକାର। ତାପରେ ନୂତନ ଆୟକର ଆଇନ 1 ଏପ୍ରିଲ ଠାରୁ କାର୍ଯ୍ୟକାରୀ ହେବ। ତାପରେ କର୍ପୋରେଟ୍ ବଣ୍ଡରେ ମୋଟ ରିଟର୍ଣ୍ଣ ସ୍ୱାପ୍ ପ୍ରଚଳନ। 7ଟି ହାଇ ସ୍ପିଡ୍ ରେଳ କରିଡର ହେବ ନିର୍ମାଣ। ତାପରେ ଜୈବ ଔଷଧ ପାଇଁ 10,000 କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ। ତାପରେ ଶସ୍ତା ହେବ କର୍କଟ ଓ ମଧୁମେହ ଔଷଧ। ତାପରେ ଦେଖନ୍ତୁ 7ଟି ହାଇ ସ୍ପିଡ୍ ରେଳ କରିଡର ପ୍ରସ୍ତାବିତ କେଉଁଠାରେ ହେବ ଦେଖନ୍ତୁ ପ୍ରମୁଖ ସହରାଞ୍ଚଳ ଏବଂ ଆର୍ଥିକ କ୍ଷେତ୍ରରେ କେନ୍ଦ୍ରଗୁଡ଼ିକର 7ଟି ହାଇ ସ୍ପିଡ୍ ରେଳ କରିଡର ବିକାଶ ପାଇଁ ପ୍ରସ୍ତାବ ମୁମ୍ବାଇ ପୁଣେଠାରେ ହେବ। ତାପରେ ପୁଣେ ହାଇଦ୍ରାବାଦ ଠାରେ ହେବ। ହାଇଦ୍ରାବାଦ ବେଙ୍ଗାଲୁରୁ ହେବ। ତାପରେ ହାଇଦ୍ରାବାଦ ଚେନ୍ନାଇ ହେବ। ତାପରେ ଦେଖନ୍ତୁ ଚେନ୍ନାଇ ବେଙ୍ଗାଲୁରୁ ହେବ। ଦିଲ୍ଲୀ ବାରାଣାସୀ ହେବ। ବାରାଣାସୀ ସିଲଗୁଡ଼ ହେବ। ତ ଆପଣମାନେ ଜାଣିପାରିଲେ। ତାପରେ ଚାଷୀ ଭାଇମାନଙ୍କ ଉପରେ କ'ଣ ପ୍ରଭାବ ପଡ଼ିଛି ଆସନ୍ତୁ ଦେଖିବା। 5ଟି ଉତ୍ତର ପୂର୍ବ ରାଜ୍ୟରେ ପର୍ଯ୍ୟଟନ ସ୍ଥଳର ବିକାଶ କରିବେ। ତାପରେ ଏକ ଜାତୀୟ ଆତିଥ୍ୟ ପ୍ରତିଷ୍ଠା ଲକ୍ଷ୍ୟ କରିବେ। ଶିଳ୍ପ କରିଡରରେ 5ଟି ବିଶ୍ୱବିଦ୍ୟାଳୟ ଟାଉନସିପ୍ ହେବ। କୃଷକଙ୍କ ଆୟ ବୃଦ୍ଧି କରିବାକୁ ଯୋଜନା। ଦେଖନ୍ତୁ ଆଜ୍ଞା ବିଶେଷ କରି କହିବି କୃଷକଙ୍କ ଆୟ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ସରକାର। ତାପରେ ଖେଲୋ ଇଣ୍ଡିଆ ମିଶନ ହେବ। ତାପରେ 15ଟି ପ୍ରତ୍ନତାତ୍ତ୍ୱିକ ସ୍ଥାନକୁ ଗନ୍ତବ୍ୟସ୍ଥଳ ଭାବରେ ବିକଶିତ କରିବା। ତାପରେ ଡିଜିଟାଲ ଜ୍ଞାନ ଗ୍ରିଡ୍ରେ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ସୂଚନା। ଟ୍ରେକିଂ ଏବଂ ହାଇକିଂ ପାଇଁ ଯୋଜନା। ପଶୁପାଳନ ପଶୁ ଚିକିତ୍ସା କଲେଜ ପାଇଁ ସବସିଡି ସହାୟତା ଯୋଜନା। ତାପରେ TCS ବିଦେଶ ପର୍ଯ୍ୟଟନ ପ୍ୟାକେଜକୁ 2% ବୃଦ୍ଧି। ତ ଆପଣମାନେ ଜାଣିପାରିଲେ ସବୁକିଛି ଡିଟେଲ୍ସ। ତାପରେ ମହଙ୍ଗା କ'ଣ ହେବ ଆସନ୍ତୁ ଜାଣିବା। ପ୍ରଥମେ ହେବ ମଦ ମହଙ୍ଗା ହେବ। ଦେଖନ୍ତୁ ଆଜ୍ଞା ମଦ ପ୍ରଥମେ ମହଙ୍ଗା ହେବ। ତାପରେ ସିଗାରେଟ୍, ତାପରେ ପାନ ମସଲା, ତାପରେ
तमाकू सामग्री इत्यादि महंगा हेब। तापरे स्क्रैप, तापरे खनिज, तापरे आमदानी कार, तापरे देखंतु आज्ञा आमदानी घंटा, तापरे शौकीन पोशाक। तो देखंतु कौन कौन सब महंगा हेब आपण माने जानि पारिले। तो सबु किछि डिटेल्स जानि पारिले एही वीडियो माध्यम रे कौन सब सस्ता एवं कौन सब महंगा एवं चाषी भाई मानंको ऊपर कौन प्रभाव पड़ला समस्त डिटेल्स आपण माने बुझी पारिथिबे। वीडियोटी जदि भल लागि थाए वीडियो को गोटे लाइक करंतु एवं मो चैनल को प्रथमे आसीथिले गोटे सब्सक्राइब करी ऑल नोटिफिकेशन को ऑन करंतु फलरे एही परी हेल्पफुल नुआ नुआ वीडियो आपण मानंको ठारे प्रथमे पहुंचीबो। तो डेरी न करी वीडियो को एठी एंड करिबा।